ଯେଉଁଠି ମଣିଷର ଇଚ୍ଛାରେ ସତ୍ୟ ଥାଏ ଆଉ କର୍ମରେ ଧର୍ମ ଥାଏ, ସେଇଠି ମହାପ୍ରଭୁ ପ୍ରସନ୍ନ ହୁଅନ୍ତି। ସମୟ ଯେତେବେଳେ ପରୀକ୍ଷା ନିଏ, ସବୁ ଦିଗରୁ ପ୍ରହାର କରିଥାଏ। ସେ ଧନୀ ହେଉ ବା ଗରିବ, ଜ୍ଞାନୀ ହେଉ ବା ଅଜ୍ଞାନୀ, ପରିବାରର ସମସ୍ତ ସଦସ୍ୟଙ୍କୁ ବୁଝାଇବା ପରିବର୍ତ୍ତେ ନିଜେ ହିଁ ସେମାନଙ୍କ ଚିନ୍ତାଧାରାରେ ଆଗକୁ ବଢ଼ିବା ସର୍ବୋତ୍ତମ ପଥ ହୋଇଥାଏ। ଇଜ୍ଜତ ମନୁଷ୍ୟର ନୁହେଁ, ପଇସାର ହୋଇଥାଏ। ଜୀବନରେ ସବୁଠୁ କଠିନ ସମସ୍ୟା ହେଲା ନିଜକୁ ଚିହ୍ନିବା। ତୁମେ ଆଦର କରିବା ଛାଡ଼ିଦିଅ, ଲୋକେ ତୁମକୁ ଘୃଣା କରିବା ଛାଡ଼ିଦେବେ। ଆଜିର ଦୁନିଆରେ ତୁମେ ଯାହାକୁ ଯେତିକି ଭଲ ପାଇବା ଦେବ, ସେ ତୁମକୁ ଠିକ୍ ସେତିକି ଗୋଇଠା ମାରିବା ଓ ଭାଉ ଖାଇବ।